1961 ମସିହାରେ ଯେତେବେଳେ ୟୁଏସ୍ଏସ୍ଆର୍ ବା ସୋଭିଏତ ୟୁନିୟନ ତରଫରୁ ୟୁରି ଗାଗାରିନ୍ ଫାର୍ଷ୍ଟ ପର୍ସନ୍ ଯିଏକି ସ୍ପେସ୍କୁ ଗଲେ, ତ ଏହି କଥା ଯେତେବେଳେ ଆମେରିକା ଜାଣିଲା ସେ ଜମା ସହିପାରିଲା ନାହିଁ। ସେ ବି ସ୍ଥିର କଲା ଯେ ସୋଭିଏତ ୟୁନିୟନ ଫାର୍ଷ୍ଟ ସ୍ପେସ୍କୁ ଯାଇଛି, ତ ମୁଁ ଫାର୍ଷ୍ଟ ଚନ୍ଦ୍ରକୁ ଯିବି। ତ ସେଥିପ୍ରତି ଆମେରିକା ଲାଗି ପଡ଼ିଲା। ଆମେରିକାର ଯେଉଁ ସ୍ପେସ୍ ଏଜେନ୍ସି ଅଛି ନାସା, ସେଥିପ୍ରତି ସେ ଧ୍ୟାନ ଦେଲା, ବହୁତ ରିସର୍ଚ୍ଚ କଲା ଏବଂ ସେହି ସମୟ ଆସିଲା 1969 ମସିହା ଜୁଲାଇ 16 ତାରିଖ ଏପୋଲୋ 11 ମିଶନ ଲଞ୍ଚ ହେଲା। ଏପୋଲୋ 11 ମିଶନରେ 3 ଜଣ ବ୍ୟକ୍ତି ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ସ୍ଥିର ହେଲା। ତ ଯେଉଁ ଚନ୍ଦ୍ରପୃଷ୍ଠକୁ ଗଲେ ସେ ମିଶନର ନେମ୍ ହେଉଛି ଏପୋଲୋ 11, ଆମେରିକାର ଏଇଟା ମିଶନ। ତ 3ଟି ପର୍ସନ୍ ଟୋଟାଲ ଯାଇଥିଲେ। ଫାର୍ଷ୍ଟ ପର୍ସନ୍ ଯିଏ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେ ହେଉଛନ୍ତି ନୀଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ତାଙ୍କ ପଛରେ ଥିଲେ ସେକେଣ୍ଡ ପର୍ସନ୍ ଯିଏ ହେଉଛନ୍ତି ବଜ୍ ଆଲ୍ଡ୍ରିନ୍ ଏବଂ ଯେଉଁ ତୃତୀୟ ବ୍ୟକ୍ତି ଥିଲେ ସେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ନଥିଲେ, ସେ ଚନ୍ଦ୍ରର ଅର୍ବିଟ୍ରେ ରୋଟେଟ୍ କରୁଥିଲେ। ତ ତାଙ୍କ ନାମ ହେଉଛି ମାଇକେଲ୍ କୋଲିନ୍। ସେ ଅର୍ବିଟ୍ରେ ଥିଲେ, ଚନ୍ଦ୍ରପୃଷ୍ଠରେ ପାଦ ଥାପି ନଥିଲେ। ତ ସବୁ ଜାଣିଲ, ମିଶନ ହେଉଛି ଏପୋଲୋ 11, ଆମେରିକାର ଏଇଟା ନାସା ଏଜେନ୍ସିରେ କରାଯାଇଥିଲା ଏବଂ 1969ରେ ଏଇ ମିଶନକୁ କରାଯାଇଥିଲା। ତ ସମସ୍ତେ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ ଫର୍ ୟୋର୍ ୱାଚିଂ।